ଅନୁଗୁଳ ଜିଲ୍ଲା ସମଲ ଥାନା ସେଙ୍ଗଲିଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ସିଙ୍ଗଲିଂ ଗ୍ରାମର ମିଟୁ ଦେହୁରୀ ରାତିରୁ ବ୍ରାହ୍ମଣୀ ନଦୀକୁ ଡଙ୍ଗା ସାହାଯ୍ୟରେ ମାଛ ମାରିବାକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ମିଟୁଙ୍କ କୌଣସି ଖୋଜ ଖବର ମିଳିନଥିବାରୁ ପରିବାର ପକ୍ଷରୁ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସମଲ ପୁଲିସ ଓ କଣିହା ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଥିବା ଦେଖିବାକୁ ମିଳିଥିଲା। ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡ଼ିଛି। ବ୍ରାହ୍ମଣୀ ନଦୀରେ ବାରମ୍ବାର ଜନସାଧାରଣଙ୍କଠୁ ଆରମ୍ଭ କରି ମାଛ ଧରାଳି ବୁଡ଼ି ଏପରି ମୃତ୍ୟୁ ଘଟୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ନଦୀର ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ ଲଗାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।